ସେଦିନ ମୁଁ ଅଫିସରୁ ଘରକୁ ଫେରିଲା ବେଳକୁ ସନ୍ଧ୍ୟା ହୋଇଯାଇଥିଲା। ବାଟ ଜଗିଥିବା ଘରଣୀ ଟିକିଏ ତେଢ଼ା ନଜର ଘୁରେଇ ମୋ ତାଳୁରୁ ତଳିପା ଯାଏଁ 2-4 ଥର ଚାହିଁବା ପରେ ମୋତେ ପଚାରିଲା, ତମର ବୟସ କେତେ ହେଲା? ମୁଁ କହିଲି, ଆମ ବାହାଘରର ରୌପ୍ୟ ଜୟନ୍ତୀ ପରେ ପୁଣି ଥରେ ଜାତକ ମେଳ କରିବ ନା କ'ଣ? ଘରଣୀ କହିଲେ, ନାଇଁ, କଥା କ'ଣ କି, ଆଜି ସକାଳେ ତମେ ଯେଉଁ ପାନିଆରେ ମୁଣ୍ଡ କୁଣ୍ଡାଇଥିଲ ସେଥିରେ କେତେଟା ପାଚିଲା ବାଳ ଲାଗିଥିଲା ତ ସେଥିପାଇଁ ପଚାରୁଥିଲି। ମୁଁ କହିଲି, ମୋ ଚେହେରା କ'ଣ ତୁମକୁ ବୁଢ଼ା ପରି ଦେଖାଯାଉଛି? ଘରଣୀ ପୁଣି କହିଲେ, ଏ ପ୍ରଶ୍ନ ମୋତେ ନ ପଚାରି ଡ୍ରେସିଂ ଟେବୁଲର ସେଇ ଦର୍ପଣକୁ ପଚାର। ବେଳେ ବେଳେ ଗୋଟିଏ ରୂପ ବି ଭିନ୍ନ ଭିନ୍ନ ଦର୍ପଣରେ ଭିନ୍ନ ଭିନ୍ନ ପ୍ରକାର ଦେଖାଯାଏ ବୋଲି କହିଦେଇ ମୁଁ ମୋ ବୋଉ ପାଖକୁ ଗଲା ବେଳକୁ ବୋଉ ଆରପଟ ଘର ଖଟ ଉପରେ ଗଡ଼ୁଥିଲା। ମୋତେ ଦେଖି ଚଟକିଣା ଉଠି ବସି ପଡ଼ିଲା ଆଉ ମୁଁ ଯାଇ ତା ପାଖରେ ବସିଲି। ବୋଉ ତା ପଣତ କାନିରେ ମୋ ମୁହଁ ପୋଛି ଦେଇ କହିଲା, ମୋ ଧନ ଦିନ ସାରା କାମ କରୁଛି, ଅଫିସ କାମ, ଘର କାମ, ବାହାର କାମ କରି କରି ମୋ ପିଲାଟା ହାଲିଆ ହୋଇଯାଉଛି। ସକାଳେ କ'ଣ 2ଟା ତୁଣ୍ଡରେ ଗୁଞ୍ଜି ଦେଇ ଯାଉଛି ଯେ ଆସୁଛି ରାତି ଘଡ଼ିଏକୁ। ମୁଁ ପଛେ ପଛେ ଯାଇଥିବା ମୋ ଘରଣୀକୁ ଚାହିଁ ବୋଉ କହିଲା, ଆଲୋ ହେ ବୋହୂ, ମୋ ବାଳୁତଟା ତ ସିନା ତା ପେଟ ପାଟଣାର ଭୋକ ଶୋଷ ଜାଣିପାରୁନି, ହେଲେ ସିଏ କାମରୁ ଆସିଲା ପରେ ଆଗ ତାର ଖାଇବା କଥା ବୁଝିବାକୁ ହେବ ବୋଲି ତୁ କେମିତି ଜାଣିପାରୁନୁ ମ? ଯା, ତା ପାଇଁ ଜଳଖିଆଟେ ଆଣିବୁ, ମୁଁ ତାକୁ ଖୁଆଇଦେବି। ସିଏ ଏଡ଼ୁଟିଏରୁ ଏଡ଼ିଟିଏ ହେଲାଣି ସିନା, ହେଲେ ନିଜ ହାତରେ ଭଲ କରି ଖାଇ ଶିଖିନି। ମୋ ଘରଣୀ ଓରଫ ମୋ ବୋଉର ବୋହୂ ଜଳଖିଆ ଆଣିବା ପାଇଁ ଘରକୁ ଗଲାବେଳେ ମୁଁ ତା ସାଙ୍ଗରେ ଯାଇ ତାଙ୍କୁ କହିଲି, ଗୋଟିଏ ରୂପ 2ଟା ଦର୍ପଣରେ କେମିତି 2 ପ୍ରକାର ଦେଖାଗଲା ଜାଣିପାରିଲ ତ? ଯେଉଁ ଦର୍ପଣଟା ମୋର ବୁଢ଼ା ରୂପ ଦେଖାଇଲା ସେଇଟା କେଉଁ ଲାଭଖୋର ବେପାରୀର ପାରଦ ଘଷା କାଚ ଦର୍ପଣ, ଆଉ ଯେଉଁ ଦର୍ପଣଟା ମୋର ବାଳୁତ ରୂପ ଦେଖାଇଲା ସେଇଟା ହେଉଛି ମୋର ସର୍ବଂସହା ମୋ ବୋଉର ମମତା ବୁଳା ମନ ଦର୍ପଣ।